नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। आमे श्री अरविंद विरचित सावित्री महाकाव्य संपर्क रे किछि आलोचना करुथिले। सावित्रींकर नीरव साधना संपर्क रे किछि आलोचना कला परे आजी तांकर स्तर परे स्तर साधनारे किपरि अग्रगति घटिला से संपर्क रे किछि आलोचना करिबा। महाकाव्य सावित्री हेउछि साधनार महाकाव्य। मृत्यु उपरे प्रेमर विजय एथिरे उपस्थापित। बहिर्जगतरु अंतर्जगत एवं अंतर्जगतरु बहिर्जगत को यातायात करिवार पथ हेउछि साधनार पथ। स्तर पर स्तर अतिक्रम करी सावित्री आत्मार आविष्कार निमंते प्रयासी हेले। देवी सावित्री आत्म आविष्कार करिबा निमंते दृढ़ संकल्प करन्ते हृदयर निभृत कोणरू शुणागला, तुमे निज पाई साधना करिबा को आसीनाह, समग्र मानव जाति पाई साधना करिबा को आसीछ। एहा सुनी सावित्रींकर आत्मविश्वास बहुगुणित हला। प्रथम पदक्षेप रूपे से बाह्य चेतना और अंतर्चेतना मध्य थिबा रुद्ध द्वार रे कराघात करिबारु भीतरु उत्तर आसिला, मर्त्यर जीव पलाओ नचेत मृत्यु सुनिश्चित। यह सुनी सावित्री विचलित न होई से द्वार रे बारंबार आघात कले। गोटे लोकरु अन्य एक लोक को से आगे आसी पहुँचिले अवचेतनर द्वार देश रे। सेठारे श्वासरुद्ध हेला परी तांकर अनुभूति हेला। अटकी न जाई से आग को चलिले। पहुँचिले आउ एक इलाका रे जेउठी विशृंखल सत्ता माने प्राणिक उन्मादना रे प्रमत्त होई मन को विरोध करुथिले। एपरि भयंकर राज्य अतिक्रम कला बेले सावित्री निरंतर भगवान का नाम स्मरण करुथिले। भगवान का नाम सुनिबा मात्रे भयंकर सत्ता माने दूर को अपसरी जाउथिले। सेमानक कबलरू मुक्त होई सावित्री आसिले आउ एक स्तर को, जेउठारे पुनश्च घोर विपद घनीभूत होईगला। सेठारे थिले प्राणरूपी बहु दैत्य। सेमाने तांकु कहिले, भगवान को स्मरण कर नाही, स्मरण करी किछि लाभ नाही। आदिम आनंदरे उन्मादिनी होई सुरापान कर। अज्ञानता स्तरर अधीश्वर एवं अहं एहार मूल उपादान। बहु क्लेश स्वीकार करी सावित्री प्राणर राज्य मानंकु अतिक्रम करिगले। एथर सावित्री उपस्थित हेले स्वल्प श्रृंखलित एक लोकरे। सेठारे प्राणर उन्मत्त नृत्य नथिला। प्राण थिला साधारण भावरे शांत ओ किछि किछि नियम रे बंधा। मनर शासन मानी से परिचालित हेउथिला। मन शासकर भूमिका रे थिले मध्य थिला अस्थिर ओ चलचंचल। आउ टिके ऊर्ध्व को आरोहण करन्ते
ଦେବୀ ସାବିତ୍ରୀ ପହଞ୍ଚିଲେ ଏକ ଇଲାକାରେ ଯେଉଁଠାରେ ମନ ଥିଲା ପ୍ରଶାନ୍ତ ଓ ନୀରବ। ସେଠାରେ ଥିବା ସତ୍ତାମାନେ ଶାସ୍ତ୍ରକୁ ଏକମାତ୍ର ସତ୍ୟ ବୋଲି ମାନୁଥିଲେ। ତହିଁରୁ ସୁଖର ଅନୁସନ୍ଧାନ କରୁଥିଲେ ଏବଂ ତଦନୁସାରେ ପରିଚାଳିତ ହୋଇ ନିଜକୁ ସୁଖୀ ବୋଲି ବିଚାର କରୁଥିଲେ। ସେଠାରେ ଗୋଟିଏ ସତ୍ତାଠାରୁ ସାବିତ୍ରୀ ଶୁଣିଲେ, ଆତ୍ମା ବୋଲି କିଛି ନାହିଁ, ମନ ହିଁ ସବୁ କିଛି, ମନ ହିଁ ମୂଳ। ଆଉ ଏକ ସତ୍ତାଠାରୁ ଶୁଣିଲେ, ମନ ହିଁ ସବୁ କିଛି ସୃଷ୍ଟି କରିଛି, ଏପରିକି ଆତ୍ମା ମଧ୍ୟ ମନର ସୃଷ୍ଟି। ସାବିତ୍ରୀ ଏପରି ଇଲାକାରେ ଅଧିକ ସମୟ ନ ରହି ଆଗକୁ ଗତି କଲେ। ତାଙ୍କର ଗନ୍ତବ୍ୟ ପଥ ଥିଲା ଅନେକ ଦୂର। ସେ ମନକୁ ଖୋଜୁ ନଥିଲେ, ଖୋଜୁଥିଲେ ସର୍ବଜ୍ଞାତା ପରିବ୍ୟାପ୍ତ ଆତ୍ମାକୁ। ତେଣୁ ମନର ରାଜ୍ୟକୁ ଅତିକ୍ରମ କରି ଆତ୍ମାର ସନ୍ଧାନରେ ସେ ଆଗକୁ ଚାଲିଲେ। ଆତ୍ମାର ସନ୍ଧାନରେ ଅଗ୍ରଗତି କରନ୍ତେ ସାବିତ୍ରୀ ଏକ ଅନ୍ଧକାରାଚ୍ଛନ୍ନ ସ୍ଥାନରେ ଯାଇ ପହଞ୍ଚିଲେ। ଆଲୋକର ଆଭାସ ସେଠାରେ ନଥିଲା। ମନ ଥିଲା ନିର୍ବେଦ, ହୃଦୟ ଥିଲା ଶାନ୍ତ। ସେଠାରେ ସାବିତ୍ରୀଙ୍କ ମନ ଶୂନ୍ୟ ଥିଲା। ସେତେବେଳେ ସେ ନିଜକୁ ପରମଙ୍କ ନିକଟରେ ଆବିଷ୍କାର କଲେ। ସେ ଦେଖିଲେ ଯେ ସମଗ୍ର ପୃଥିବୀ ଘୋର ଅନ୍ଧକାରମୟ। ଧୀରେ ଧୀରେ ସେହି ଅନ୍ଧକାର ବିଦୂରିତ ହେବା ପରେ ସେ ଯାଇ ପହଞ୍ଚିଲେ ଏକ ଭିନ୍ନ ରାଜ୍ୟରେ। ସେହି ରାଜ୍ୟରେ ଥିଲା ପବନରେ ଶୀତଳତା, ନବ ଉଷାର ଆଗମନ ସେଠାରେ ବାରି ହେଇ ପଡ଼ୁଥିଲା। ପର୍ବତମାଳା ସୁନ୍ଦର ଦିଶୁଥିଲେ। ଗୋଟିଏ ଇଗଲ ପକ୍ଷୀ ଶାନ୍ତିର ପ୍ରତୀକ ଡେଣା ମେଲାଇ ଉଡ଼ୁଥିଲା। ସ୍ତର ପରେ ସ୍ତର ଅତିକ୍ରମ କରି ସାବିତ୍ରୀ ଯେଉଁ ଉଚ୍ଚ ସ୍ତରରେ ପହଞ୍ଚିଲେ, ତାହାର ତୁଳନା ନାହିଁ। ଆତ୍ମାର ଆବିଷ୍କାର ପୂର୍ବକ ସେ ସବୁ କିଛି ସହ ଏକାକାର ହୋଇଗଲେ। ପୂଜ୍ୟ ଓ ପୂଜକ ଭିତରେ ଆଉ ପାର୍ଥକ୍ୟ ରହିଲା ନାହିଁ। ସାବିତ୍ରୀ ଦେଖିଲେ ଯେ ତାଙ୍କ ନିକଟରେ ଆସନରେ ଜଣେ ଉପବେଶନ କରିଥିଲେ। ଅବର୍ଣ୍ଣନୀୟ, ଅନନ୍ୟ ତାଙ୍କର ଜ୍ଞାନର ଭଣ୍ଡାର, ଅସୀମ ତାଙ୍କର କର୍ମଦକ୍ଷତା। ଗୋଟିଏ ସୁଡ଼ଙ୍ଗ ପାର ହୋଇ ସାବିତ୍ରୀ ଯାଇ ପହଞ୍ଚିଲେ ସେହି ଅମର ସୂର୍ଯ୍ୟଙ୍କ ନିକଟରେ। ଏକ ଆଲୋକର ପ୍ରାଚୀର ପାର ହୋଇ ସେ ଆବିଷ୍କାର କଲେ ନିଜ ଆତ୍ମାକୁ। ଏହି ଆତ୍ମା ଭଗବାନଙ୍କର ପ୍ରତିନିଧି ରୂପେ ସବୁଠାରେ ଓ ସବୁରି ଭିତରେ ରହିଛନ୍ତି ବୋଲି ସେ ଅନୁଭବ କଲେ। ସିଏ ଏହି ଜଗତର ପ୍ରଭୁ, ବିଶ୍ୱାତୀତଙ୍କର ପ୍ରତିଭୁ। ମନୁଷ୍ୟର ଅନ୍ତରତମ ପ୍ରଦେଶରେ ତାଙ୍କର ସ୍ଥିତି। ଏହାଙ୍କ ମାଧ୍ୟମରେ ବିଶ୍ୱମାତା ତାଙ୍କର ଐଶ୍ୱର୍ଯ୍ୟ ଓ ସାମର୍ଥ୍ୟ ମନୁଷ୍ୟକୁ ପ୍ରଦାନ କରନ୍ତି। ସେହି ସାମର୍ଥ୍ୟ ବଳରେ ମନୁଷ୍ୟ ଦୁଃଖର ସମୁଦ୍ର ପାରି ହୁଏ। ମହାଶକ୍ତିମୟୀ ଜଗନ୍ମାତାଙ୍କୁ ସାବିତ୍ରୀ ତାଙ୍କ ଦେହରେ ବାସ କରିବାକୁ ଆବାହନ କଲେ। ଜଗନ୍ମାତାଙ୍କର ପାଦ ସ୍ପର୍ଶରେ ସାବିତ୍ରୀଙ୍କ ଅନ୍ତଃ ଜଗତରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଲା। କୂଳକୁଣ୍ଡଳିନୀ ଜାଗ୍ରତ ହେଲା। ଷଡ଼ଚକ୍ର ଭେଦ କରି କୁଣ୍ଡଳିନୀ ଶକ୍ତି ସହସ୍ରାର ଦଳରେ ପହଞ୍ଚିଲା।
ସାବିତ୍ରୀଙ୍କର ସକଳ ଅଙ୍ଗ ପ୍ରତ୍ୟଙ୍ଗ ଦିବ୍ୟ ପୁଲକରେ ରୋମାଞ୍ଚିତ ହୋଇ ଉଠିଲା। ସହସ୍ରାର ଚକ୍ର, ଆଜ୍ଞାଚକ୍ର ଓ ବିଶୁଦ୍ଧ ଚକ୍ରରେ ଆନନ୍ଦର ଉତ୍ତାଳ ତରଙ୍ଗମାଳା ସୃଷ୍ଟି ହେଲା। ଶ୍ରୀ ଅରବିନ୍ଦଙ୍କ ଭାଷାରେ ଅନ୍ୟାନ୍ୟ ଚକ୍ରଗୁଡ଼ିକ ମଧ୍ୟ ଦିବ୍ୟ ପ୍ରଭାବରେ ପ୍ରଭାବିତ ହେଲେ। ଜଗନ୍ମାତାଙ୍କ ହାତରେ ନିଜକୁ ଅର୍ପଣ କରି ତାଙ୍କର ଆଦେଶ ଅନୁସାରେ କର୍ମ କଲେ ସାବିତ୍ରୀ। ଚୈତ୍ୟ ଆଲୋକରେ ଆଲୋକିତ ହୋଇ ମନ, ପ୍ରାଣ ଓ ଦେହକୁ ଜ୍ଞାନ ଓ ଆନନ୍ଦ ମାର୍ଗରେ ପରିଚାଳିତ କରି ଦିବ୍ୟ ଶକ୍ତି ଓ ଚେତନାର ପୂର୍ଣ୍ଣ ଅଧିକାରିଣୀ ସେ ହେଲେ। ତାଙ୍କର ପୂର୍ଣ୍ଣତା ହେତୁ ସମଗ୍ର ଜଗତର ପୂର୍ଣ୍ଣତାର ସମ୍ଭାବନା ସମୁଜ୍ଜ୍ୱଳ ହୋଇ ଉଠିଲା। ଆତ୍ମାର ଆବିଷ୍କାର ହେତୁ ସାବିତ୍ରୀଙ୍କର ସ୍ପଷ୍ଟ ଅନୁଭବ ହେଲା ଯେ ସମଗ୍ର ଜଗତକୁ ସେ ଦୁଃଖ, ଯନ୍ତ୍ରଣା ଓ ମୃତ୍ୟୁର କବଳରୁ ରକ୍ଷା କରିପାରିବେ। ସମୟକ୍ରମେ ସେତେବେଳେ ବହି ପ୍ରକୃତିର ରୂପ ବଦଳିବାକୁ ଲାଗିଲା। ବର୍ଷା ଋତୁର ବିଦାୟ ପରେ ଶରତ୍ ଋତୁ ବିରାଜମାନ କଲା। ଚତୁର୍ଦିଗରେ ଭରିଗଲା ମଧୁକ୍ଷରା ପ୍ରସନ୍ନତା। ସମଗ୍ର ପ୍ରକୃତି ପୁଲକିତ ହୋଇ ଉଠିଲା। ସାବିତ୍ରୀଙ୍କ ମନର କୋଣେ ଅନୁକୋଣେ ଆନନ୍ଦ ଭରିଗଲା, କାରଣ ସେ ଆତ୍ମାର ଆବିଷ୍କାର ଯୋଗୁଁ ଜାଣିପାରିଲେ ଯେ ତାଙ୍କର ମର୍ତ୍ତ୍ୟକୁ ଆଗମନର ଉଦ୍ଦେଶ୍ୟ କ'ଣ। ତାଙ୍କ ଆଲୋକିତ ଭାବତରଙ୍ଗ ଦୁଃଖୀ ପ୍ରାଣରେ ଆଣିଦେଲା ଅମାପ ଆଶ୍ୱାସନା। ହତାଶାରେ ଥିବା ଲୋକମାନଙ୍କ ମନରେ ଅସୀମ ପ୍ରଫୁଲ୍ଲତା। ଚାରିପଟରେ ମୃତ୍ୟୁର କୃଷ୍ଣ ପଟଳ ସାବିତ୍ରୀଙ୍କୁ ଆଉ ଅସ୍ଥିର କଲା ନାହିଁ। ଦିନେ ରାତିରେ ସତ୍ୟବାନଙ୍କ ନିକଟରେ ସେ ବସିଥିଲେ। ଆନନ୍ଦର ଗଭୀରତମ ଗଭୀରତାରେ ନିଜକୁ ହଜାଇ ସେ ହୋଇଯାଇଥିଲେ ଆତ୍ମହରା। ହଠାତ୍ ଏକ ଅଶୁଭ ଶକ୍ତି ତାଙ୍କର ସ୍ନାୟୁଗୁଡ଼ିକୁ ଆକ୍ରମଣ କଲା ଓ ତାଙ୍କୁ ତଳକୁ ତଳକୁ ଟାଣିବାକୁ ଲାଗିଲା। ସେହି ଅଶୁଭ ଶକ୍ତିର ଦୀର୍ଘ ଶ୍ୱାସ ସ୍ୱର୍ଗ ଓ ମର୍ତ୍ତ୍ୟକୁ ଏକ ସମୟରେ ଗ୍ରାସ କଲା। ସେହି ଭୟଙ୍କର ସତ୍ତା ସାବିତ୍ରୀଙ୍କୁ କହିଲା ଯେ ଆତ୍ମା ଓ ବ୍ୟକ୍ତିତ୍ୱ ଏସବୁ କିଛି ନୁହେଁ, ଏସବୁ ଏକ ଏକ ସ୍ୱପ୍ନ ମାତ୍ର। ସେ ନିଜକୁ ମୃତ୍ୟୁ ବୋଲି ପରିଚିତ କରାଇ ଶେଷରେ ସବୁ ଆଶାକୁ ଧୂଳିସାତ୍ କରିଦିଏ ବୋଲି ଦୃଢ଼ ସ୍ୱରରେ କହିଲା। ଏପରି କହିବା ପରେ ସେ କଣ୍ଠସ୍ୱର ନୀରବ ହୋଇଗଲା। ଏଭଳି ଅବସ୍ଥାରେ ସାବିତ୍ରୀଙ୍କ ଆନନ୍ଦ ଆଉ ରହିଲା ନାହିଁ। ତାହା ଚାହୁଁ ଚାହୁଁ ଅପସରିଗଲା। ତଥାପି ସାବିତ୍ରୀ ବିଚଳିତ ନ ହୋଇ ଅନନ୍ତଙ୍କର ଇଚ୍ଛା କ'ଣ ତାହା ଜାଣିବାକୁ ପ୍ରୟାସ କଲେ। ସେତେବେଳେ ଉଚ୍ଚତର ସ୍ତରରୁ ଭାସି ଆସୁଥିବା ଏକ କଣ୍ଠସ୍ୱର କହିଲା, ନିରାଶ ହୁଅ ନାହିଁ। ମର୍ତ୍ତ୍ୟ ଓ ସ୍ୱର୍ଗ ମଧ୍ୟରେ ସେତୁ ନିର୍ମାଣ ନିମନ୍ତେ ତୁମେ ଆସିଛ। ତୁମେ ଏ ଜଗତର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ଆସିଛ। ତୁମକୁ ଏକ ଦୁଃଖ ଦୁର୍ଦ୍ଦଶାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏହାର କାରଣ ହେଉଛି ଯେ ପୃଥିବୀକୁ ରକ୍ଷା କରିବେ ସେ ପୃଥିବୀ ସହ ଏକାତ୍ମ ହେବେ, ଦୂରରେ ରହିକରି ନୁହେଁ, ବରଂ ପାଖରୁ ପାଖକୁ ଆସି ଜଗତକୁ ଅବିଦ୍ୟାରୁ ମୁକ୍ତ କରିବେ। ଏହି ଦିବ୍ୟବାଣୀ ଶୁଣିବା ପରେ
ସାବିତ୍ରୀ ଆତ୍ମସମାହିତ ହେଲେ ଏବଂ ମନୁଷ୍ୟର ବାହ୍ୟ ଜୀବନକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିବାକୁ ଲାଗିଲେ। ସେ ଦେଖିଲେ ଯେ ମନୁଷ୍ୟର ଅଶାନ୍ତ ମନରେ କିଭଳି ଚିନ୍ତା ପରେ ଚିନ୍ତାର ପଟୁଆର ଚାଲିଛି। ସେ ମନୁଷ୍ୟର ମନକୁ ଗୋଟିଏ ଟେଲିଫୋନ୍ ଭାବରେ ଦେଖିଲେ, ଯାହା ସବୁ ସମୟରେ ଗୋଟିଏ ପ୍ରକାର ବାଜୁଛି। ଏହାପରେ ସାବିତ୍ରୀଙ୍କ ମନ ଅଧିକ ସ୍ଥିର ହୋଇଗଲା। ତାଙ୍କର ଚେତନା ଏହି ପୃଥିବୀକୁ ଅତିକ୍ରମ କରି ବହୁ ଉପରକୁ ଉଠିଗଲା। ଚରମ ନିସ୍ତବ୍ଧତା ଭିତରେ ସେ ଲକ୍ଷ୍ୟ କଲେ, ସର୍ବାତ୍ମକ ନୀତିମୂଳକ ସତ୍ତାକୁ, ଯାହାଙ୍କ ପ୍ରଭାବରେ ଇନ୍ଦ୍ରିୟମାନେ ଅକର୍ମଣ୍ୟ ହୋଇଯାଉଥିଲେ। ତଥାପି ଦୃଢ଼ ପ୍ରୟାସ ଓ ସଂକଳ୍ପ ନେଇ ସାବିତ୍ରୀ ଅବିଚଳିତ ରହିଲେ। ନିଜର ଚିନ୍ତା, ନିଜ ଅନୁଭବକୁ ପାଥେୟ କରି ସେ ପ୍ରୟାସ କରୁଥିଲେ ଯିବା ପାଇଁ ଗଭୀରତାରୁ ଆହୁରି ଅଧିକ ଗଭୀରତାକୁ। ଜ୍ଞାନ ଓ ଅଜ୍ଞାନ, ସତ୍ୟ ଓ ମିଥ୍ୟାର ରାଜ୍ୟକୁ ପାରି ହୋଇ ସେ ପହଞ୍ଚିଲେ ଅତି ଚେତନାର ସର୍ବୋଚ୍ଚ ସ୍ତରରେ। ଅନ୍ତରର ଗଭୀରତମ ପ୍ରଦେଶକୁ ଯାଇ ସେଠାରେ ପ୍ରବେଶ କଲେ ମଧ୍ୟ ବହିର୍ଜୀବନର ଚଳଣିରେ ତାଙ୍କର ବିଶେଷ ପରିବର୍ତ୍ତନ ହୋଇନଥିଲା। ପର୍ଣ୍ଣ କୁଟୀରରେ ନିତ୍ୟକରଣୀୟ କାର୍ଯ୍ୟରେ ପୂର୍ବପରି ସେ ବ୍ୟାପୃତ ରହିଥିଲେ। ସାବିତ୍ରୀ ଅନୁଭବ କଲେ ଯେ ସେ ନିଜେ କିଛି କାର୍ଯ୍ୟ କରୁନାହାନ୍ତି, ତାଙ୍କ ମାଧ୍ୟମରେ ଆଉ ଏକ ବିରାଟ ଶକ୍ତି ସବୁକିଛି କରାଇ ନେଉଛି। ତାଙ୍କର ଉତ୍ତରଣର ପ୍ରଭାବକୁ ବନବାସୀ ମୁନିଋଷିମାନେ ଅନୁଭବ କଲେ। ତପସ୍ୱୀମାନେ ସାବିତ୍ରୀଙ୍କ ଉପରେ ଉଜ୍ଜ୍ୱଳ ଆଲୋକର ଧାରା ପ୍ରବାହକୁ ଦେଖି ଅଭିଭୂତ ହୋଇଗଲେ। ସେମାନେ ଯେଉଁ ସତ୍ୟର ସ୍ୱରୂପ ଦେଖିଥିଲେ, ସାବିତ୍ରୀ ସେହି ସତ୍ୟର ସ୍ୱରୂପକୁ ପୂର୍ଣ୍ଣ ରୂପେ ଉଦ୍ଘାଟନ କରିଥିଲେ। ସାବିତ୍ରୀ କେତେ ସ୍ତର ପାରି ହୋଇ ପୃଥିବୀର ସୀମା ଅତିକ୍ରମ କରି ଆସି ଅନ୍ୟ ଏକ ସ୍ତରରେ ପହଞ୍ଚିଲେ। ସେ ସ୍ତରରେ ନଥିଲା ସ୍ଥାନ ଓ କାଳ। ସେଠାରେ ସେ ଦେଖିଲେ ଅତଳ ଶୂନ୍ୟଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅତ୍ୟନ୍ତ ବିରାଟ ଏକ ସୀମାହୀନ ବିନ୍ଦୁ। ସେଠାରେ ରହି ସେ ବୁଝିପାରିଲେ ଯେ ଭଗବାନ ଏକ ଏବଂ ଲୀଳା ପାଇଁ ଅନେକ ହୋଇଛନ୍ତି। ସେ ଓ ଭଗବାନ ଏକ ବୋଲି ସାବିତ୍ରୀ କ୍ରମେ କ୍ରମେ ଜାଣିପାରିଲେ। ମର୍ତ୍ତ୍ୟକୁ ଆସି ଅଜ୍ଞାନତାର ମୁଖା ପିନ୍ଧି ସେ ଅଜ୍ଞାନ ନୁହନ୍ତି ବୋଲି ତାଙ୍କର ଉପଲବ୍ଧି ହେଲା। ଚେତନାରେ ସାବିତ୍ରୀ ଯେତେ ଯେତେ ଅଗ୍ରଗତି କଲେ, ସେତେ ସେତେ ବୁଝିପାରିଲେ ଯେ ପ୍ରତ୍ୟେକ ଘଟଣା ତାଙ୍କ ନିଜ ଭିତରେ ହିଁ ଘଟୁଛି। ବିଶ୍ୱ ସହ ସେ ଏକୀଭୂତ, ଏକଥା ତାଙ୍କର ଉପଲବ୍ଧି ହେଲା। ସେ ହେଲେ ସେଇ ଭୂମି ଯାହା ମଧ୍ୟରେ ପୃଥିବୀ ନିଜର ସମସ୍ତ ଚିନ୍ତା, ଆବେଗ, ଜ୍ଞାନ ଓ ବିସ୍ତୃତିକୁ ମୂର୍ତ୍ତିମନ୍ତ କଲା। ସୁନେଲି ଉଷାରେ ସେଦିନ ନିଦ୍ରିତ ସତ୍ୟବାନଙ୍କ ପାଖରେ ବସି ତାଙ୍କର ଗୋଟିଏ ବର୍ଷର ଆନନ୍ଦମୟ ବିବାହିତ ଜୀବନର ଦିନଗୁଡ଼ିକର କଥା ସ୍ମରଣ କରିବାକୁ ଲାଗିଲେ ସାବିତ୍ରୀ। ସମୁଦ୍ର ଲହରୀ ପରି ସ୍ମୃତିଗୁଡ଼ିକ ଉଠି ଆସି ପୁଣି କେଉଁଆଡ଼େ ମିଳାଇଗଲା। ଭାବନାର ଜାଲରୁ ମୁକ୍ତ ହୋଇ
ଶାନ୍ତ ଭାବରେ ଉଠି ବସିଲେ ସେ। ଅନ୍ୟ ଦିନ ପରି ଗୃହକର୍ମ ସମାପ୍ତ କରି ଦେବୀ ଦୁର୍ଗାଙ୍କୁ ପ୍ରଣାମ ଜଣାଇଲେ। ତାପରେ ବୃଦ୍ଧା ଶାଶୁଙ୍କ ପାଖକୁ ଯାଇ ସେ କହିଲେ, ମା, ବର୍ଷେ ହେଲା ମୋର ବିବାହ ହୋଇଛି। ଏତେଦିନ ଯାଏଁ ଏଇ ଭିତରେ ମୁଁ ରହିଛି। କୁଟୀର ବାହାରେ ଥିବା ପ୍ରକୃତିର ମନୋରମ ଶୋଭା ମୁଁ ଦେଖି ନାହିଁ। ଆଜି ମୋର ସତ୍ୟବାନଙ୍କ ସହ ବନକୁ ଯାଇ ଟିକେ ବୁଲି ଆସିବା ପାଇଁ ଇଚ୍ଛା ହେଉଛି। ସେ ଯେଉଁ ବନକୁ ଏତେ ଭଲ ପାଆନ୍ତି, ମୁଁ ସେଇ ବନକୁ ନେତ୍ର ଭରି ଟିକେ ଦେଖିବି। ଯେଉଁ ବନକୁସୁମ ତାଙ୍କର ପ୍ରିୟ, ତାହାକୁ ସ୍ପର୍ଶ କରିବି। ଯେଉଁ ପକ୍ଷୀମାନଙ୍କର କଳତାନରେ ସେ ମୁଗ୍ଧ ହୁଅନ୍ତି, ମୁଁ ସେହି ତାନ ଶୁଣିବି। ମା, ଆଜି ମୋତେ ସଂସାରରୁ ଟିକେ ଛୁଟି ଦିଅନ୍ତୁ। ଉତ୍ତରରେ ଶାଶୁ କହିଲେ, ମା, ତୁମେ ଅତ୍ୟନ୍ତ ଚେତନଶୀଳା ଓ ବୁଦ୍ଧିମତୀ। ତୁମର ଇଚ୍ଛା ପୂର୍ଣ୍ଣ ହେଉ। ତୁମେ ସାଧାରଣ ନାରୀ ନୁହେଁ, ଏକଥା ମୁଁ ଜାଣେ। ତୁମେ ନିଶ୍ଚୟ କୌଣସି ଶକ୍ତିମୟୀ ଦେବୀ। ଆମ ଦୁଃଖ ବେଳେ ଆମକୁ କୃପା କରିବାକୁ ଆସିଛ। ସୂର୍ଯ୍ୟ ଯେପରି ଉଚ୍ଚତମ ଉଚ୍ଚତାରେ ଥାଇ ମଧ୍ୟ ପୃଥିବୀର ସେବା କରନ୍ତି, ତୁମେ ସେହିପରି ଉଚ୍ଚତମ ଉଚ୍ଚତାରେ ରହି ମଧ୍ୟ ଆମର ସେବା କରୁଛ। ଶାଶୁଙ୍କର ଅନୁମତି ପାଇଲା ପରେ ସାବିତ୍ରୀ ସେଦିନ ସତ୍ୟବାନଙ୍କ ସହ ବନଗମନ କଲେ। ବନଭୂମିରେ ସତ୍ୟବାନ ଓ ସାବିତ୍ରୀ ପରସ୍ପରର ହାତ ଧରି ଆଗେଇ ଚାଲିଲେ। ସତ୍ୟବାନଙ୍କ ମନରେ ଅପୂର୍ବ ଆନନ୍ଦର ପ୍ଲାବନ ଥିଲା, କାରଣ ସେଦିନ ତାଙ୍କ ସହିତ ପ୍ରିୟତମା ସାବିତ୍ରୀ ଥିଲେ। ଯାଉ ଯାଉ ବାଟରେ ସତ୍ୟବାନ ସେହି ବନର ଶୋଭା ସାବିତ୍ରୀଙ୍କୁ ଦେଖାଇ ଦେଲେ। ଫୁଲରେ ଭାଙ୍ଗି ପଡ଼ୁଥିବା ଲତା ବିତାନ, କଳରୋଳରେ ଆତ୍ମହରା କେତେ ଜାତିର ପକ୍ଷୀ ସେ ଦୁହିଁଙ୍କ ଦୃଷ୍ଟିଗୋଚର ହେଲେ। ସେ ବନ ତ ସତ୍ୟବାନଙ୍କ ପାଇଁ ସାଧାରଣ ବନ ନଥିଲା, ବରଂ ଥିଲା ଅତି ଆପଣାର ବନ୍ଧୁ ଓ ଏକାନ୍ତ ଆତ୍ମୀୟ। ସେହି ବନ ବିଷୟରେ କେତେ କଥା ସାବିତ୍ରୀଙ୍କୁ ସେଦିନ ସତ୍ୟବାନ ଉଲ୍ଲସିତ ଚିତ୍ତରେ ଶୁଣାଇଥିଲେ। ସାବିତ୍ରୀଙ୍କୁ ସେହି କଥା ଅମୃତ ପରି ଲାଗୁଥିଲା, କାରଣ ସେ ବୁଝିପାରୁଥିଲେ ସେହି କଣ୍ଠସ୍ୱର ଆଉ କିଛି ସମୟ ପରେ ବନ୍ଦ ହୋଇଯିବ। ଅଜଣା ଆଶଙ୍କାରେ ତାଙ୍କର ଛାତି ଥରି ଉଠୁଥିଲା। ମନେ ହେଉଥିଲା, ଏଇ ଅବା ଯମଦେବତା ଆସିଗଲେ କି? ସତ୍ୟବାନ ଏଇ ଅବକାଶରେ କାଠ କାଟିବାକୁ ଆରମ୍ଭ କଲେ। କିଛି ସମୟ ପରେ ସେ ହଠାତ୍ ସମଗ୍ର ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ। ପରେ ପରେ ସେ ଯନ୍ତ୍ରଣା ଟିକେ କମିଗଲା ଏବଂ ସତ୍ୟବାନ ପୁଣି କାଠ କାଟିବାକୁ ଆରମ୍ଭ କଲେ। ହେଲେ ଟିକିଏ ସମୟ ପରେ ପୁଣି ଯନ୍ତ୍ରଣା ଫେରି ଆସିଲା ଏବଂ କୁଠାରଟି ହାତରୁ ଫିଙ୍ଗି ଦେଇ ସାବିତ୍ରୀଙ୍କୁ ସତ୍ୟବାନ ଅତ୍ୟନ୍ତ କାତର କଣ୍ଠରେ କହିଲେ, ସାବିତ୍ରୀ, ମୋର ଛାତି ଭିତରେ ଅସହ୍ୟ ଯନ୍ତ୍ରଣା ହେଉଛି। ତୁମ କୋଳରେ ମୋର ମଥା ରଖି ବସ। ତୁମର କଲ୍ୟାଣମୟ ହସ୍ତର ସ୍ପର୍ଶରେ ମୋର ଦୁର୍ଭାଗ୍ୟକୁ ଦୂର କରିଦିଅ। ସେତେବେଳେ ଗୋଟିଏ ଗଛ ମୂଳେ ସାବିତ୍ରୀ ବସି ସତ୍ୟବାନଙ୍କୁ ହୃଦୟରେ ଧାରଣ କରି ତାଙ୍କ ମୁଣ୍ଡ ଓ ଦେହରେ ହାତ ବୁଲାଇବାକୁ ଲାଗିଲେ। କ୍ରମେ କ୍ରମେ ସେ ଲକ୍ଷ୍ୟ କଲେ ଯେ ସତ୍ୟବାନଙ୍କ ଦେହର ଜ୍ୟୋତି ମଳିନ ହୋଇଯାଉଛି। କିଛି ସମୟ ପରେ ସେ ସତ୍ୟବାନଙ୍କ ଆତ୍ମା ଦେହ ଛାଡ଼ି ଚାଲିଗଲା
ଓ ଶରୀର ନିସ୍ପନ୍ଦ ହୋଇ ପଡ଼ି ରହିବାର ଦେଖିଲେ। ଠିକ୍ ସେତେବେଳେ ହଠାତ୍ ଆଉ ଏକ ନିସ୍ତବ୍ଧ ବିରାଟ ଛାୟାମୂର୍ତ୍ତିର ଉପସ୍ଥିତି ସେ ଅନୁଭବ କଲେ। ଦିନ ଦ୍ୱିପହର ତାଙ୍କୁ ଅନ୍ଧକାରମୟ ଓ ଭୟଙ୍କର ମନେ ହେଲା। ସାରା ବନଭୂମିରେ ଗଭୀର ଉଦାସୀନତା ଭରିଗଲା। ପକ୍ଷୀମାନଙ୍କର କଣ୍ଠସ୍ୱର ସହସା ନୀରବ ହୋଇଗଲା। ସେ ଭୟଙ୍କର ମୂର୍ତ୍ତିର ପ୍ରଭାବ କ୍ରମଶଃ ସେ ପରିବେଶକୁ ଭାରାକ୍ରାନ୍ତ କଲା ଓ ସବୁକିଛିକୁ ଗ୍ରାସ କରିବାକୁ ବସିଲା ପରି ବୋଧ ହେଲା।